ତିନି ଭଉଣୀକୁ ଜଙ୍ଗଲକୁ ଡାକି ନେଇ ଏମିତି କରେଇଲେ। ଆମେ ଲାଜରେ ମୁହଁ ଘୋଡ଼େଇ ଦେଲୁ। ଏତେ କଷ୍ଟ ଦେଲେ ଯେ ଆମେ କାହାକୁ କହିପାରୁନୁ। ଛି, ଏତେ ନିର୍ଦ୍ଦୟ ସେ। ଜଙ୍ଗଲ ମଝିରେ ତିନି ଜଣ ଯୁବତୀ ସହ ହେଲା ଏମିତି। ଦେହରୁ କପଡ଼ା ଖୋଲି କଲେ ଏମିତି କାଣ୍ଡ। ନମସ୍କାର ପାଠକ ବନ୍ଧୁଗଣ। ଖରାବେଳେ ବଗିଚା ଭିତରେ ଗାମୁଛା ଘୋଡ଼େଇ ହେଇ ବୁଲୁଥିଲେ ତିନି ଗୋଟି ନାବାଳିକା ଝିଅ। ବୟସ ସେମାନଙ୍କର ପାଖାପାଖି 12ରୁ 15 ବର୍ଷ ମଧ୍ୟରେ ହୋଇଥିବ। ହେଲେ ଏହି ସମୟରେ ସେମାନେ ବଗିଚା ଭିତରେ କ'ଣ କରୁଛନ୍ତି ସେ ନେଇ ମନରେ ସନ୍ଦେହ ବଢ଼ିଲା। ସେହି ସମୟରେ ଚାରିଆଡ଼େ ଖୁବ୍ ସୁନସାନ ମଧ୍ୟ ଥିଲା। ସେହି ସମୟରେ ଏକାପରି ଦେଖାଯାଉଥିବା ତିନୋଟି ଝିଅ କେଉଁଆଡ଼ୁ ଆସିଲେ ତାହାକୁ ନେଇ ପ୍ରଶ୍ନ ବଢ଼ିଲା। ଯେତେବେଳେ ସେମାନଙ୍କୁ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେମାନେ ଉତ୍ତର ଦେବା ବଦଳରେ ସେମାନଙ୍କ ମୁହଁ ଲୁଚାଇବାକୁ ଲାଗିଲେ। କିଏ ମୁହଁ ବୁଲାଇ ଚାଲି ଯାଇଥିଲା ତ ଆଉ କିଏ ନିଜ ମୁହଁକୁ ଲୁଚାଇ ଦେଇଥିଲା। ହେଲେ ସେମାନଙ୍କ ଏହି ନୀରବତା ପଛରେ କେଉଁ କାରଣ ଲୁଚି ରହିଥିଲା ତାହା କାହାକୁ ହେଲେ ମଧ୍ୟ ଆଦୌ ଜଣାନଥିଲା। ଏହି ସମ୍ପର୍କରେ ସେଠାରେ ଥିବା ମହିଳାମାନେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ। ସେମାନେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ଭଳି ଅଭିନୟ କରିଥିଲେ। ହେଲେ ଅସହାୟ ଖରାରେ ଏଭଳି ନାବାଳିକା ଝିଅ କ'ଣ ପାଇଁ ତାଙ୍କ ମୁହଁକୁ ଲୁଚାଉଥିଲେ ତାହାର କିଛି ହେଲେ ମଧ୍ୟ ଖବର ମିଳୁନଥିଲା। ହେଲେ ଏହି ଘଟଣାକୁ ତଦନ୍ତ କରିବା ପରେ ଯାହା କିଛି ସାମ୍ନାକୁ ଆସିଥିଲା ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣା ହେଉଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର। ସେଠାରେ ଏକ ବଗିଚା ହୋଇଥିବା ବେଳେ ସେହି ବଗିଚାରେ ନାବାଳିକା ଝିଅମାନଙ୍କୁ କାମରେ ଲଗାଉଛନ୍ତି ଏଠିକାର ଫରେଷ୍ଟ ଗାର୍ଡ ବାବୁ ଜଣକ। ସେ ନାବାଳିକାମାନଙ୍କୁ ଟଙ୍କା ଲୋଭ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରିବାରେ ଲାଗି ପଡ଼ିଛନ୍ତି। ଏତେ ଖରାରେ ନାବାଳିକା ଝିଅଙ୍କୁ ବଗିଚାରେ ପାଣି ଦେବା କାମରେ ଲଗାଇଥିଲେ ଏହି ଫରେଷ୍ଟର ବାବୁ ଜଣକ। ଯେଉଁ ସମୟରେ ସେ ପାଠ ପଢ଼ି ଭବିଷ୍ୟତ ଗଢ଼ିବା କଥା ସେହି ସମୟରେ ସେମାନେ କାମ କରୁଛନ୍ତି। ଆପଣମାନଙ୍କୁ ଯଦି ଏହି ଟାଇପ୍ର ଷ୍ଟୋରି ଶୁଣିବାକୁ ଭଲ ଲାଗୁଛି ମୋ ଚ୍ୟାନେଲକୁ ଦୟାକରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।